ନା ସକାଳୁ ମୁଁ ନାଲି ଚା ସହିତ ମୁଢ଼ି ବସିକି ଖାଇଦେଲି। ତାପରେ ମୋର ଇଚ୍ଛା ଥିଲା ପଖାଳ ଖାଇବାକୁ। ପୁଅ ଆସିଲା ହେରି ଗୋଟେ ଜେଲି ଧରିକି, ତ ମୋର ଇଚ୍ଛା ଥିଲା ଟିକେ ପଖାଳ ଖାଇବାକୁ। ମୁଁ ପୋହଳା ମାଛକୁ କର୍ଣ୍ଣଫ୍ଲାୱାର, ବେସନ, ଲଙ୍କାଗୁଣ୍ଡ, ଚିକେନ୍ ମସଲା ପକାଇକି ତାକୁ ଟିକେ ଛାଣିଦେଲି। ଛାଣି ବୋଳିଲା ପରେ ତାପରେ ମୁଁ କ'ଣ କଲି, ଚୁଙ୍ଗୁଡ଼ି ବି ଥିଲା, ଚୁଙ୍ଗୁଡ଼ି ବି ତାକୁ କର୍ଣ୍ଣଫ୍ଲାୱାର ଦେଇକି ତାକୁ ବି ଛାଣିଦେଲି। ତାପରେ ବବି ଛାଣିଥିଲି, ପୁଅ ବସିକି ବବି ଖାଉଛି, ବବି ପାମ୍ପଡ଼। ଆଉ ବୋଉ ସଜନା ଶାଗ ଯୋଉଟା ଭାଜିଯାଏ ପଖାଳ ଖାଇବା, ବୋଉ ସଜନା ଶାଗ, ବୋଉ ହାତର ଶାଗ ଭଜା ମୋତେ ବହୁତ ଭଲ ଲାଗେ। ସେଥିପାଇଁ ମୁଁ ବୋଉ କହିଲି, ବୋଉ ମୋତେ କହିଲେ ତୁ ଭାଜିଦେ। ମୁଁ ନା ବୋଉ ତମେ ଭାଜ ମୁଁ ଖାଇବି। ତାପରେ ଘରେ ଯେତେ ଅଳିଆ ଜିନିଷ ସାଇକେଲ ଫାଇକେଲ ଯାହା ଥିଲା ପୁଅର ଗାଡ଼ି ସବୁ ବାବା ନେଇକି ବିକିବା ପାଇଁ ପଳେଇଲେ। ପଖାଳ ବଡ଼ା ହେଇଗଲା ଏଇଠି, ବାଇଗଣ ପୋଡ଼ା, ଆଳୁ ଚକଟା, ସଜନା ଶାଗ ଭଜା ଆଉ କର୍ଣ୍ଣଫ୍ଲାୱାର ଦେଇକି ମାଛ ଆଉ ଚୁଙ୍ଗୁଡ଼ି ଭଜା ବସିକି 2 ବେଲା ପଖାଳ ବଡ଼ା ହେଲା। ବୋଉ, ମୁଁ, ପୁଅ, ବାବା ବସିକି ଖାଇଲୁ। ବିଲେଇଟା ଖାଲି ମିଆଉଁ 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 ହେଉଛି। ପିଆଜ, କଞ୍ଚା ଲଙ୍କା ବସିକି, ପୁଅର ବି ସାଧା ଆଳୁ କଢ଼ା ହେଇଗଲା, କାରଣ ତାର ଲଙ୍କା ଚକଡ଼ା ହେବନି, ସେ ଖାଇଲା। ତାପରେ ଆମେ କ'ଣ କଲୁ ନା, ଖାଇସାରିଲା ପରେ ପୁଅ ଟିକେ ପାଠ ପଢ଼ିବା ପାଇଁ ଗଲା। ତା ବାବା ତାକୁ ସରାଗତରେ ସାଇକେଲ ଯେଉଁ ସବୁ ବିକା ସବୁବେଳେ ପଇସା ଦିଅନ୍ତି, ସେଇ ପଇସାଟା ବି ଦେଲେ। ସେ ସରାଗତରେ ପଇସା ଗଳିଲା। ସବୁଦିନ ତାର ବାବା ଦିଅନ୍ତି, ବାବା ତାର। ତାପରେ ସେ ପାଠ ପଢ଼ିଲା। ସେ ଗାଧୁ କରିସାରିଲାଣି। ତାର ବାବାଙ୍କୁ ଧରେଇ ଦେଲା। ବାବାଙ୍କୁ ଧରେଇ ସେ ପାଠ ପଢ଼ିବ କ'ଣ, କେତେ ରଙ୍ଗ ପାଣି ପିଇବ, ଦେହ ମୁଣ୍ଡ କୁଣ୍ଡେଇ ହେବ, ତାର ଯେମିତି ଚାଲିବ ତାର ଯାତ୍ରା। ତାପରେ ସେ ଠିକ୍ ପାଠ ପଢ଼ିବ। ମୋ ଆଖିଟା ଏମିତି ଦେଖେଇଦେବି, ସେ ମୋତେ ଟିକେ ଦେଖିଦେବ। ତାପରେ ଲାଇନ୍କୁ ଆସିବ ଲେଖିବ। ସେ ଡ୍ୟାନ୍ସ କରୁଛି, ସେ ଚଲେଇଛି ତା କାମ। ତ ବହୁତ ଟାଇମ୍ ଲାଗେ, ସେ ଖେଳି ଖେଳି ପାଠ ପଢ଼ିବ। ତାପରେ ଆମେ ଖାଇଲୁ ଭାତ, ମାଛ ଭଜା, କୁନ୍ଦୁରି ଭଜା ଆଉ ଲେମ୍ବୁ ଲଙ୍କା ମାଛ ତରକାରୀ, ରୋହି ମାଛ ତରକାରୀ। ମୁଁ ଖାଇଲି, ପୁଅ ଶୋଇଥିଲା। ତାର ପୁଅ ବି ଅଧାରୁ ଆସି ଖାଇଲା, ନିଦରେ ଶୋଇପଡ଼ିଛି ସେ। ଆମେ ପଖାଳ ଖାଇକି, ଏବେ 4ଟା ବାଜିଲାଣି ତ ଖାଇଥିଲି। ତାପରେ ବାବାଙ୍କୁ ନେଇକି ଚାହା ଖାଇସାରିଲା ପରେ ବାବାଙ୍କୁ ନେଇକି ଚାହା ଦେଇଦେଲି। ମାଆ ବି ଚାହା ପିଇଲା, ବାବା ବି ଚାହା ପିଇଥିଲି। ବୋଉ ବାବା ଅଟୋରେ ବସିଛନ୍ତି, ବାବା ଏଇନେ ଗାଡ଼ି ନେଇକି ଯିବେ। ତାଙ୍କ ଗାଡ଼ିକି ସବୁବେଳେ ପେଲିବାକୁ ପଡ଼ିବ। ତାପରେ ରାତି ହେଲା, ମୁଁ ଟିକେ କ'ଣ କଲି, ଚାହା ଥିଲା, ମୁଁ ଟିକେ ଚାହା ଗରମ କରିଦେଲି। ପୁଅ ଟ୍ୟୁସନ୍ରୁ ପଳେଇ ଆସିଲା, ତାପରେ ସେ ପାମ୍ପଡ଼ ମୁଢ଼ି ଖାଇଲା, ମୁଁ ଚାହା ଆଉ ମୁଢ଼ି ଖାଇଲି। ତ ଭିଡ଼ିଓଟାକୁ ଏଇଠି ଏଣ୍ଡ କରୁଛି। ତ ଭିଡ଼ିଓଟା କେମିତି ଲାଗିଲା, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ଫେସବୁକ୍ ଫଲୋ କରିଦିଅନ୍ତୁ। ଜୟ ଜଗନ୍ନାଥ, ନମସ୍କାର। ମୋ ବିଲେଇଟା ଏଇନେ ଖାଲି ମିଆଉଁ 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 ହବୁଥିବ। ତାକୁ ବି ଗୋଟେ ବବି ପାମ୍ପଡ଼ ଧରେଇଦେଲି, ସିଏ ହେଲା ବବି ପାମ୍ପଡ଼ ଖାଇଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।